ମଣିଷ ସବୁବେଳେ ଭଗବାନଙ୍କ ପାଖକୁ ଯାଇ ଭଗବାନଙ୍କ ଦର୍ଶନ କରେ, ଭଗବାନଙ୍କ ପୂଜା ଅର୍ଚ୍ଚନା କରେ। ତାପରେ ଭାବେ ଭଗବାନ କାହିଁକି ମୋ ଡାକ ଶୁଣୁନାହାନ୍ତି। ଯଦି ମହାଭାରତ ଦେଖିବା ତାହେଲେ ଭଗବାନଙ୍କ ସମ୍ମୁଖରେ କୌରବ ପାଣ୍ଡବ ଉଭୟ ଥିଲେ। କୌରବମାନେ ମଧ୍ୟ ଭଗବାନଙ୍କୁ ଦର୍ଶନ କରୁଥିଲେ, କିନ୍ତୁ ପାଣ୍ଡବମାନଙ୍କ ପାଇଁ ଭଗବାନଙ୍କର ଏତିକି ଭଲ ପାଇବା ଥିଲା, ସବୁବେଳେ ସାଥ ଦଉଥିଲେ। ଏଇଥିପାଇଁ ଯେ ମୋତେ ଲାଗେ ଯେ ପାଣ୍ଡବମାନେ ଖାଲି ତାଙ୍କୁ ଦେଖୁନଥିଲେ, ତାଙ୍କ ଦେଉଥିବା ଉପଦେଶକୁ ବି ମାନୁଥିଲେ। ତେଣୁ ସେ ସବୁଠୁ ବେଶୀ ଅର୍ଜୁନକୁ ଭଲ ପାଉଥିଲେ, କାରଣ ଅର୍ଜୁନଙ୍କର ଭଗବାନଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ଥିଲା। ତାଙ୍କ କଥାକୁ ସେ ବିନା ପ୍ରଶ୍ନରେ ସବୁ ମାନି ନେଉଥିଲେ। ତେଣୁ ଯୁଦ୍ଧରେ ମଧ୍ୟ ସେ ତାଙ୍କ ସାରଥୀ ହେଇଥିଲେ। ଭଗବାନ ହେଇ ମଧ୍ୟ ସେ ତାଙ୍କ ଭକ୍ତର ସାରଥୀ ହେଇଥିଲେ। ତେଣୁ ମୁଁ ଯେତିକି ବୁଝିଛି ଯେ ଖାଲି ଭଗବାନଙ୍କୁ ଡାକିଲେ, ଭଗବାନଙ୍କୁ ପାଖରେ ନିଜର କରୁଣା ଦୁଃଖ ଜଣେଇଲେ ଲୋକଙ୍କ ଭାଗ୍ୟ ବଦଳି ନଥାଏ ବା ଭଗବାନ ସାଥ ଦେଇନଥାନ୍ତି। ଭଗବାନଙ୍କୁ ପାଇବାକୁ ହେଲେ ଭଗବାନ ଦେଇଥିବା ରାସ୍ତାକୁ ବାଛି ନିଅ, ନିଜର ଭାବନାକୁ ପରିବର୍ତ୍ତନ କର, ନିଜର ଚିନ୍ତାଧାରାକୁ ପରିବର୍ତ୍ତନ କର। ଦେଖିବ ଭଗବାନ ତୁମ ସାଙ୍ଗେ ସାଙ୍ଗେ ଥିବେ, ତୁମ ପାଖାପାଖି ଅନୁଭବ କରିପାରିବ ତୁମେ ଭଗବାନଙ୍କୁ।